ତୁରକେଲା ବ୍ଲକ ଝରଣୀ ପଞ୍ଚାୟତର ରାଉତମୁଣ୍ଡାଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ଚୌବନ କିଶୋର ମାଝୀଙ୍କ ସଭାପତିତ୍ୱରେ ଏକ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରୁ ବୁଢ଼ାଦେଓ ଜଙ୍ଘାଦେଓ ସବରୀନାରାୟଣ ଜାଡ଼େନ ବିନ୍ଧ୍ୟବାସିନୀଙ୍କୁ ପୂଜାର୍ଚ୍ଚନା କରି ରାମୁଡ଼େ ଗାଁରେ ଆଦିବାସୀଙ୍କର ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସଭାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଦିବାସୀ ସମ୍ପ୍ରଦାୟ ବର୍ତ୍ତମାନ ସମୟରେ ସଶକ୍ତିକରଣ ହେବାର ସମୟ ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଆଦିବାସୀ କଳା ସଂସ୍କୃତିର ସୁରକ୍ଷା, ବିଲୁପ୍ତପ୍ରାୟ ନୃତ୍ୟ, ଗୀତ, ସଙ୍ଗୀତ, ବାଦ୍ୟ, କ୍ରୀଡ଼ା, କସରତ, ଜଡ଼ିବୁଟି ଔଷଧ ସେବା, ଭାଷା ଓ ଧର୍ମକୁ ପୁନରୁଦ୍ଧାର ଏବଂ ସଂରକ୍ଷଣ କରିବାକୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଉଦ୍ବୋଧନ ଦେଇଥିଲେ। ଜମି, ଜଳ, ଜଙ୍ଗଲ, ଜୀବଜନ୍ତୁ ଆଦିବାସୀମାନଙ୍କ ଜୀବନ ଜୀବିକା ସଂରକ୍ଷଣର ଉତ୍ସ। ଏସବୁର ସୁରକ୍ଷା ପାଇଁ ପୂର୍ବଜ ଆଦିବାସୀ ନେତା ବିର୍ସା ମୁଣ୍ଡା, ରେଣ୍ଡୋ ମାଝୀ, ଲକ୍ଷ୍ମଣ ନାୟକ, ମାଧବ ସିଂ, କୁଞ୍ଜଳ ସିଂ, ସୁରେନ୍ଦ୍ର ସାଏ, ତାନ୍ତିଆ ଭିଲ, ସିଧୁ କାନୁଙ୍କ ଭଳି ଲକ୍ଷ ଲକ୍ଷ ଆଦିବାସୀ ଶହୀଦ ହୋଇଛନ୍ତି। ତେଣୁ ସମସ୍ତ ଆଦିବାସୀ ଏକଜୁଟ ହୋଇ ପୂର୍ବଜଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ପଡ଼ିବ ବୋଲି ଆଦିବାସୀ ସଂକଳ୍ପ କରିଥିଲେ। ସମ୍ମାନିତ ଅତିଥି ଭାବେ ତୁରକେଲା ବ୍ଲକ ସଭାପତି ଚୌବନ ମାଝୀ, ବଙ୍ଗମୁଣ୍ଡା ବ୍ଲକ ସଭାପତି ମନୋରଞ୍ଜନ ଭୋଇ, ଲଳିତ ଜାନି, ଚକ୍ର ଜାନି, ନରୋତ୍ତମ ମାଝୀ, ସୁରୁ ଝାଙ୍କର, ଗିରିଧାରୀ ଭୋଇ, ଶ୍ରୀମତୀ ଖେଳନ୍ତି ସମରଥ, ଅମର ସିଂ ମାଝୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଭାରେ ଅଞ୍ଚଳର ଶତାଧିକ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।